ଦିଗ ଉପରେ କୁହନ୍ତି ଏବଂ ଯାହା ଦେଖିବା ଆମେ ଏଇନାକେ ଚୀନ ଯୋଉ ଭଳି ସ୍ଥିତିରେ ଅଛି ସେ ମଧ୍ୟ ଯୋଉ ପାକିସ୍ତାନ ପରେ ଚୀନର ସହିତ ମଧ୍ୟ ଭାରତର ଯୁଦ୍ଧ ହେବ ବୋଲି ଆଶଙ୍କା କରାହଉଛି। ତ ଆକୁ ନେଇକି କଣ କହିବେ ଏବଂ ଯୋଉଭଳି ସ୍ଥିତି ଏବେ ଦେଖାଯାଉଛି ଭାରତ ସରକାର ଯୋଉ ପାକିସ୍ତାନୀ ମାନେ ଅଛନ୍ତି ଆମ ଦେଶରେ ତାଙ୍କୁ ବିତାଡ଼ିତ କରାହଉଛି ଏବଂ ବାଂଲାଦେଶୀଙ୍କୁ ମଧ୍ୟ ବିତାଡ଼ିତ କରାହଉଛି। ଏକୁ ନେଇକି ସ୍ଥିତି ଆଗକୁ କଣ କେମିତି କଣ ରହିବ ସେ ବାବଦରେ କଣ କହିବେ? ଛଅ ଗ୍ରହ କୂଟ କାଳ ସର୍ପ ଯୋଗ ବର୍ତ୍ତମାନ ଚାଲିଛି ମାର୍ଚ୍ଚ 29 ତାରିଖରୁ। ତେଣୁକରି ଯେହେତୁ ଛଅ ଗ୍ରହ କୂଟ କାଳ ସର୍ପ ଯୋଗ ଚାଲିଛି, ମୀନ ଶନି ଯୋଗ ଚାଲିଛି, 29 ତାରିଖ ହଉଛି ଲାଷ୍ଟ ଡେଟ୍। 29 ତାରିଖ ଦିନ ପରଶୁରାମ ଆସିଯିବେ। ଘଡଘଡି ଚଡଚଡି ବର୍ଷା ପାଣି ପବନ ଯୁଦ୍ଧ ଆକାଶ ଗର୍ଜିବ, ଯେତେ ମିସାଇଲ ଅଛି ସବୁ ସରିଯିବ। ବର୍ତ୍ତମାନ ଯୁଦ୍ଧଟା ପରମାଣୁ ବୋମା ଆଡିକି ଯିବ। ଚାଇନା ସାଙ୍ଗରେ ଭାଇଙ୍କର ଯୁଦ୍ଧ ହବ, ଚାଇନା ସାଙ୍ଗରେ ଭାଇଙ୍କର ଯୁଦ୍ଧ ହବ, ଚାଇନାକୁ ସମାପ୍ତି କରି ଦିଆଯିବ, ପାକିସ୍ତାନର ମାନଚିତ୍ର ହଟେଇ ଦିଆଯିବ। ଆପଣଙ୍କ ଚ୍ୟାନେଲ ଥ୍ରୁରେ ଚାଇନା ପାକିସ୍ତାନ ବାଂଲାଦେଶ ମାନଙ୍କୁ ମୁଁ କହିଦଉଛି, ସେମାନେ ତାଙ୍କ ଦେଶର ଫଟୋ ଉଠେଇ ନିଅନ୍ତୁ, ସେଲଫି ନେଇଯାଆନ୍ତୁ। ଆଉ କିଛି ସମୟ ପରେ ଚାଇନା ରହିବନି, ପାକିସ୍ତାନ ରହିବନି, ବାଂଲାଦେଶ ରହିବନି। ଭାଇଙ୍କର ଥାର୍ଡ ୱାର୍ଲଡ ୱାର ବିଶ୍ୱଯୁଦ୍ଧ ହବ। ଜାପାନ ବି ଆସିଯିବ, ଅଷ୍ଟ୍ରେଲିଆ ଆସିଯିବ, ଶ୍ରୀଲଙ୍କା ଆସିଯିବ, ସିଙ୍ଗାପୁର ମିଶିଯିବ, ପୁରା ଏସିଆ ମହାଦେଶ ମିଶିଯିବ, ଆମେରିକା ମିଶିଯିବ, ବ୍ରାଜିଲ ମିଶିଯିବ, ରୁଷିଆ ମିଶିଯିବ, ୟୁକ୍ରେନ ମିଶିଯିବ। ଆମ ଦେଶକୁ ପ୍ରାୟ ସମସ୍ତେ ସାହାଯ୍ୟ କରିବେ। ଆଗେ ମୁସଲମାନଙ୍କୁ ମାରି ଦିଆଯିବ, ଯେତେ ପଠାଣ ମୁସଲମାନ ଅଛନ୍ତି ସମସ୍ତ ଗୋଲ ଟୋପି ମାନଙ୍କୁ ମାରି ଦିଆଯିବ। ଗୋଟିଏ ମଧ୍ୟ ତାଙ୍କର ମଞ୍ଜି ରଖାଯିବନି, କାରଣ ସେ ଗୋଟିଏ ରହିଲେ ସେ ପୁଣି ଡାକିବ। ଦେଖିବ ଗୋଟିଏ ମୁସଲମାନ ପଠାଣ ଯୋଉଠି ଦୋକାନ କରିଥିବ ସେ ଆଉ ଗୋଟେ ପଠାଣକୁ ସେଠିକି ଡାକିକି ପୁରେଇକି ଧୀରେ ଧୀରେ ସେଠି ସଂଘବଦ୍ଧ ହେଇକି ଆକ୍ରମଣ କରିବେ ହିନ୍ଦୁମାନଙ୍କ ଉପରେ। କାରଣ ତାଙ୍କର ଲେଖା ହେଇଛି ତାଙ୍କ କୁରାନରେ, ଗୋଟିଏ ହିନ୍ଦୁ ଯୋଉ ପର୍ଯ୍ୟନ୍ତ ବଞ୍ଚିକି ଅଛି ସେ ପର୍ଯ୍ୟନ୍ତ ତମେ ସୁରକ୍ଷିତ ନୁହଁ। ତେଣୁକରି ହିନ୍ଦୁକୁ ପୁରା ମୂଳ ପୋଛ କରିକି ମାରିଦିଅ। ଏଇ ଆଧାରରେ ସେମାନେ ଆଜିକି 1400 ବର୍ଷ ହେଲା କାମ କରୁଛନ୍ତି। ହିନ୍ଦୁ ମାନଙ୍କ ବିରୁଦ୍ଧରେ ଚେଙ୍ଗିଜି ଖାନଠୁ ଆରମ୍ଭ କରି ଯେତେ ଅଛନ୍ତି ସମସ୍ତେ କେବଳ ହିନ୍ଦୁ ମାନଙ୍କୁ ମାରିଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି। ଆମ ପିଲାମାନଙ୍କୁ, ଆମର ପୂର୍ବ ଯୋଉ ଭବିଷ୍ୟତରେ ଯୋଉ ପିଢି ଆସିବେ ସେମାନଙ୍କୁ ଜଣେଇଦେବା, ଏମାନେ ହେଲେ ନର ପିଶାଚ, ଏମାନଙ୍କୁ ବିଶ୍ୱାସ କରନି। ସମସ୍ତଙ୍କୁ ଆପଣଙ୍କ ଚ୍ୟାନେଲ ଥ୍ରୁରେ ନିବେଦନ କରୁଛି, ପଠାଣ ମୁସଲମାନଙ୍କଠୁ ଦୂରେଇକି ରହିବ। ସେମାନେ ନର ପିଶାଚ, ସେମାନେ ସବୁବେଳେ ଲୁଚି ଛପିକିରି ରହିକି ଆମକୁ, ତାଙ୍କର ଯେତେବେଳେ ମେଜରିଟି ବଢିଯିବ ଆମକୁ ଆକ୍ରମଣ କରିବେ। 6 ଗ୍ରହ କୂଟ ଯୋଉ ଚାଲିଛି ଏ ଦିଟା ଜିନିଷ ଉପରେ ଆଟାକ କରିବ। ଗୋଟା ହେଲା କଳାକାର ମାନଙ୍କୁ ନଷ୍ଟ କରିଦେବ। ଏଇ ଯୋଉ କଳା ନାଁରେ ଆମକୁ ଅପଭ୍ରଷ୍ଟ କରୁଛନ୍ତି, ଯାତ୍ରା ପେଣ୍ଡାଲ ରେ ସବୁ ବିଭିନ୍ନ ପ୍ରକାର ଖରାପ ଯୌନ ଦୀପକ କାର୍ଯ୍ୟକ୍ରମ କରୁଛନ୍ତି, କଳାକାର ମାନଙ୍କୁ ନଷ୍ଟ କରିଦେବ। ଏ ଯାତ୍ରା ପେଣ୍ଡାଲ ରହିବନି। କିନ୍ତୁ ପୂର୍ବରୁ ଯୋଉ କଳାକାର ମାନେ ଥିଲା ଦାସକାଠିଆ, ରାମାୟଣ ବିଷୟବସ୍ତୁ ଉପରେ ଆଧାରିତ ପୌରାଣିକ କଥାବସ୍ତୁ ସେଗୁଡା ଚାଲିବ। ଆଉ ଗୋଟେ ରହିଲା ସୁପ୍ରିମକୋର୍ଟ, ଆମ ଦେଶର ସବୁଠୁ ପରମ ଶତ୍ରୁ, ସବୁଠୁ ଆମ ଦେଶକୁ କ୍ଷତି ପହଞ୍ଚେଇଛି, ହିନ୍ଦୁମାନଙ୍କୁ ବିକାରଗ୍ରସ୍ତ ହିନ୍ଦୁମାନଙ୍କୁ ନଷ୍ଟ କରିଛି ସୁପ୍ରିମକୋର୍ଟ। କାରଣ ସୁପ୍ରିମକୋର୍ଟ ହଉଛି କଂଗ୍ରେସୀ ଆଉ ବିଦେଶୀ ଶକ୍ତି ଦ୍ୱାରା ସେ ପରିଚାଳିତ ହଉଛି। ତାକୁ ଆପଣମାନେ ଦେଖିଥିବେ, ରାହୁଲ ଗାନ୍ଧୀ ଯେତେବେଳେ ବିଦେଶ ଯାଏ ସେତେବେଳେ ଏଠି କିଛି ଗୋଟେ ଅଘଟଣ ଆଉ ଆତଙ୍କବାଦୀ ମାନେ ଆକ୍ରମଣ କରନ୍ତି। ରାହୁଲ ଗାନ୍ଧୀ ହଉଛି ଆତଙ୍କବାଦୀଙ୍କର ମାଷ୍ଟର କି, ସବୁଠୁ ହେଡ୍ ପିକ୍ ହଉଛି ସେ ଆମେରିକା ଗଲା, ସେଠୁ ଇନଷ୍ଟ୍ରକ୍ସନ ଦେବା ପରେ ଏସବୁ ଜିନିଷ ଘଟିଲା। ଆପଣ ରାହୁଲ ଗାନ୍ଧୀ କି ଜାଣନ୍ତୁ, ସିଏ ହଉଛି ନମ୍ବର 1 ନର ପିଶାଚ। ସେ ଯେବେ ଯେବେ ଆମେରିକା ଯିବ ସେବେ ଏଠି ଆତଙ୍କବାଦୀ ଆକ୍ରମଣ ହୁଏ। କାରଣ ରାହୁଲ ଗାନ୍ଧୀ ବିଦେଶୀ ଶକ୍ତି ଦ୍ୱାରା ସେ ପରିଚାଳିତ। ତାକୁ ଏବେ ଇଡି ଜେଲରେ ପୁରେଇବ ବୋଲି ସେ ସବୁ ଆକ୍ରମଣ କରୁଛି। ସେ ଚାହୁଁଛି ରାହୁଲ ଗାନ୍ଧୀ। ଆଉ ଗୋଟେ ଶଙ୍କରାଚାର୍ଯ୍ୟ ଅଛି ଯୋଉ ଅଭିମୁଖା, ଆଉ ଯୋଉ ଗୋଟେ ଶଙ୍କରାଚାର୍ଯ୍ୟ ଏବେ ଅଛି ସେପଟେ, ସେ ଯୋଉ ବଦ୍ରିନାଥ ପଟେ, ସେଟା ଆକ୍ଚୁଆଲି ଶଙ୍କରାଚାର୍ଯ୍ୟ ନୁହଁ। ସେମାନେ ସବୁ ସିଷ୍ଟମରେ ଆମର ପ୍ରବେଶ କରି ଯାଇଛନ୍ତି ଆତଙ୍କବାଦୀ ମାନେ। ସୁପ୍ରିମକୋର୍ଟରେ ଆତଙ୍କବାଦୀ ମାନେ ଜଜ୍ ହେଇଛନ୍ତି। ଏପଟେ ସେଇ ଯୋଉ ଆତଙ୍କବାଦୀ ଗୋଟେ ଅଛି ଆମର ଯୋଉଟା ଶଙ୍କରାଚାର୍ଯ୍ୟ, ସେ ଗୋଟେ ଆତଙ୍କବାଦୀ। ତା ମୁହଁକୁ ଦେଖନ୍ତୁ, ତା ମୁହଁ ହଉଛି ତିନି ଗୁଣିକିଆ ମୁହଁ ହଉଛି ପଠାଣ ମୁସଲମାନଙ୍କର। ମୁସଲମାନ ମାନେ, ଆତଙ୍କବାଦୀ ମାନେ ସୁପ୍ରିମକୋର୍ଟକୁ ଦଖଲ କରି ନେଇଛନ୍ତି, ଆଉ ଧର୍ମପୀଠକୁ ମଧ୍ୟ ନେଇଯାଇଛନ୍ତି। ସେ ଶଙ୍କରାଚାର୍ଯ୍ୟ ହଉଛି ଗୋଟେ ମୁସଲମାନ ଆତଙ୍କବାଦୀ। ସେଇଟା ହିନ୍ଦୁ ପିଲା କେବେ ନୁହଁ। ହିନ୍ଦୁ ପିଲା ସେଠି କାଲି ଗୋଟେ ସୁଲତାନା କିଏ ଗୋଟେ କହୁଥିଲା, ସିଏ ଗୋଟେ ହଉଛି ଜେହାଦୀ ଆତଙ୍କବାଦୀ। ତାର ମୁହଁ ଡିଜାଇନ ଦେଖନ୍ତୁ। ଯୋଉମାନେ ହିନ୍ଦୁ ବିରୁଦ୍ଧରେ କହୁଛନ୍ତି, ଏଇଟା ହଉଛି ଭାରତ ଧର୍ମ ଦେଶ, ହିନ୍ଦୁ ଆଧାରରେ ଅଲଗା ହେଇଛି। ଏଇଟା ଭାରତର କେବଳ ହିନ୍ଦୁ ମାନଙ୍କର ଅଧିକାର, ଏଠି କାହାର ଅଧିକାର ନାହିଁ। ଆଉ ଯେ ହିନ୍ଦୁ ବିରୁଦ୍ଧରେ କହୁଛି, ଆପଣ ମାନେ ଜାଣନ୍ତୁ, ସେ ନିଶ୍ଚିତ ଭାବରେ ପଠାଣ ଔରସରୁ ଜନ୍ମ, ସେ କେବେ ହିନ୍ଦୁ ଔରସରେ ନୁହଁ। ଯିଏ କହୁଛି ଧର୍ମ ଭାବନା
ସମସ୍ତେ ସମାନ ସେ ଭୁଲ କଥା କହୁଛି। ଏଇଟା କେବଳ ଭାରତ ହିନ୍ଦୁ ମାନଙ୍କର, ଆମ ମାନଙ୍କର ଦେଶ, ହିନ୍ଦୁ ମାନଙ୍କର ଦେଶ, ସନାତନ ମାନଙ୍କର ଦେଶ। ଏଠି କାହାର ରହିବାର ଅଧିକାର ନାହିଁ। ଆମେ ମାନେ ହେଲେ ଗୌପାଳକ, ସେମାନେ ଗୌ ମାଂସକୁ ଖାଉଛନ୍ତି ଆଉ ବିକ୍ରି କରିକି ଆମ ମାନଙ୍କର ଧର୍ମ ନଷ୍ଟ କରୁଛନ୍ତି। ତେଣୁ ଯିଏ ପଦେ ବି ହିନ୍ଦୁ ବିରୁଦ୍ଧରେ କହୁଛି, ଆପଣ ମାନେ ଚ୍ୟାନେଲ ଥ୍ରୁରେ ଆପଣଙ୍କୁ ନିବେଦନ କରୁଛି, ତାପରେ ସାବଧାନ ରହନ୍ତୁ, ତାକୁ ଏ ରାଜ୍ୟରୁ ବିତାଡ଼ିତ କରନ୍ତୁ ବା ତାକୁ ମାରି ଦିଆଯାଉ। ଯିଏ ହିନ୍ଦୁ ବିରୁଦ୍ଧରେ, ସନାତନ ବିରୁଦ୍ଧରେ କରୁଛି, ତାକୁ କୌଣସି ମତେ ଆପଣ କ୍ଷମା ଦିଅନ୍ତୁନି, ତାକୁ ତୁରନ୍ତ ମାରି ଦିଅନ୍ତୁ ଜୀବନରେ, ଯାହା ଆମର ନାଥୁରାମ ଗଡସେ କରିଥିଲେ। ତେଣୁକରି ଆମର ଦାରା ସିଂ ଦେଖନ୍ତୁ, ଆମର ଦାରା ସିଂ କେତେ ମହାନ ବ୍ୟକ୍ତି, ନାଥୁରାମ ଗଡସେ କେତେ ମହାନ ବ୍ୟକ୍ତି ଥିଲେ। ସିଏ ଆମର ପୂଜନୀୟ, ଆମେ ତାଙ୍କୁ ପୂଜା କରିବା। ଲକ୍ଷ୍ମଣ ସରସ୍ୱତୀ ଲାଷ୍ଟ ପର୍ଯ୍ୟନ୍ତ ସେ ଲଢିଥିଲେ ସେଇ ମାନେ ମ୍ଲେଚ୍ଛଙ୍କ ବିରୁଦ୍ଧରେ। ଆଉ ସବୁଠୁ ବଡ କଥା ହେଲା, ଗୋଟେ ସୌଭାଗ୍ୟର ବିଷୟବସ୍ତୁ ହେଲା କି ଇଟାଲୀର ସେଇ ଯୋଉ ଦାରାସିଂହ ଯୋଉ ଜେଲରେ ରଖିଛି, ଇଟାଲୀର ଯୋଉ ବଡ ରାକ୍ଷସ ନରପିଶାଚ ଏବେ ମଲା, ସେଇଟା ସବୁଠୁ ବଡ ଗୋଟେ ସୌଭାଗ୍ୟର ବିଷୟ। ଦେଖନ୍ତୁ ସେ ନରପିଶାଚଟା ଏବେ ମରିଗଲା ଠିକ ଟାଇମରେ, ତାକୁ ଭଗବାନ କଳ୍କି ଆଗେ ସଂହାର କଲେ। କାରଣ ସେ ବହୁତ ଲୋକଙ୍କୁ ଖ୍ରୀଷ୍ଟିଆନ କରିଛି, ଧର୍ମାନ୍ତରଣ କରିକି ବହୁତ ହିନ୍ଦୁ ଲୋକଙ୍କୁ ମାରିଛି। ଲାଇକ୍ ଆମର ଦାରା ସିଂହ କି ଭିତରେ ପୁରେଇବାର ମୁଖ୍ୟ ବିଷୟବସ୍ତୁ ହେଲା ସିଏ। ଆଉ ଯୋଉଟା ଥିଲା ଆମର ଏଠି ଧଳା ଲୁଗା ପିନ୍ଧିକି ନ ନ ବି ନ, ସିଏ ସବୁବେଳେ ତାଙ୍କର ସାଥ ଦଉଥିଲା, ମୁଗଲ ପଠାଣଙ୍କର ସାଥ ଦଉଥିଲା, ଆଉ ଖ୍ରୀଷ୍ଟିଆନ ମୁସଲିମ ମ୍ଲେଚ୍ଛ ମାନଙ୍କୁ ସାଥ ଦଉଥିଲା, ତାଙ୍କୁ ନମସ୍କାର ହଉଥିଲା, ଆମ ମନ୍ଦିରକୁ ଯାଉନଥିଲା କି ମୁଣ୍ଡିଆ ମାରୁନଥିଲା, କିନ୍ତୁ ବାଥରୁମ ଉଦ୍ଘାଟନ କରୁଥିଲା, ମୁଣ୍ଡିଆ ମାରୁନଥିଲା। ଜଗନ୍ନାଥ ବର୍ତ୍ତମାନ ମହାକଳ୍କି ଅବତାର ଧାରଣ କରିଛନ୍ତି। 12 ହାତ ଖଣ୍ଡା ସୁଦର୍ଶନ ଚକ୍ର ପରଦିନଠୁ ବୁଲିବ, 12 ହାତ ଖଣ୍ଡା ସୁଦର୍ଶନ ଚକ୍ର ପରଦିନଠୁ ବୁଲିବ। ତେଣୁକରି ଘରେ ଖାଇବା, 29 ତାରିଖ ଦିନ ସୁଦର୍ଶନ ଚକ୍ର 12 ହାତ ଖଣ୍ଡା ବୁଲିବ, ଯେତେବେଳେ ଖାଲି ଆକାଶରେ ଖାଲି ପବିତ୍ର ଅକ୍ଷୟ ତୃତୀୟା ପୂର୍ବରୁ। ହଁ, ମୁଁ ତ କହିଦେଇଛି ଆଗରୁ, ଅକ୍ଷୟ ତୃତୀୟା ପୂର୍ବରୁ ପୃଥିବୀ ଧ୍ୱଂସ ହେଇଯିବ ବୋଲି ଆଗରୁ କହିଦେଇଛି। ତେଣୁକରି ଆଗରୁ କହିଦେଇଛି ଅକ୍ଷୟ ତୃତୀୟା ପୂର୍ବରୁ ହିଁ ପୃଥିବୀ ଧ୍ୱଂସ ହେଇଯିବ। କାରଣ ଲକ୍ଷ୍ମୀ ଆଉ ଆସିବେନି, ଜମିରେ ଆଉ ଧାନ ହବନି, କିଛି ହବନି, ସବୁ ରେଟ୍ ବଢିଯିବ। ଖାଲି ଚ୍ୟାନେଲ ଥ୍ରୁରେ କହିଦଉଛି ସମସ୍ତଙ୍କୁ, ଆମର ଓଡିଆ ଭାଇ ଭଉଣୀ ମାନଙ୍କୁ, ସନାତନ ଧର୍ମ ମାନଙ୍କୁ, ଘରେ ଟିକେ ଚାଉଳ ରଖିଦିଅନ୍ତୁ, ବର୍ଷକ ପାଇଁ ଚାଉଳ ଆଉ ଡାଲି ଟିକେ ରଖିଦେବେ, ମୁଗ ଗଣ୍ଡେ ରଖିଦେବେ, ବିରି 2ଟା ରଖିଦେବେ, ତେଲ ଯାହା କିଛି 10-5 ଲିଟର ରଖିଦେଇଥିବେ ତେଲ, ଆଉ ନିତ୍ୟ ମେଡିସିନ ପାଇଁକା ଟିକେ ବିଷୟବସ୍ତୁ ହେଲା ମେଡିସିନ, ତାକୁ ରଖିଦେବେ। ଯୋଉମାନଙ୍କର ପିଲା ଅଛନ୍ତି ତାଙ୍କ ପାଇଁ କିଛି ବେବି ଫୁଡ, ଛୋଟ ପିଲାମାନଙ୍କ ପାଇଁ ଶାଗୁ ଦାନା ଇତ୍ୟାଦି ଟିକେ ରଖିଦେବେ। କାରଣ ଯୁଦ୍ଧରେ ଆଉ କିଛି ଯିବା ଆସିବା ହେଇପାରିବନି, ସବୁ ଯୁଦ୍ଧରେ ଲାଗିବ, ସବୁ ରେଟ୍ ବଢିଯିବ, ତେଲ ରେଟ୍ ବଢିଯିବ। ଆଉ ଯୋଉମାନଙ୍କର ଗାଡି ଫାଡି ଅଛି ସେମାନେ ଟିକେ ଘରେ ତେଲ କିଛି ରଖିଦେବେ। ଆଉ ସାଇକେଲ ଆଉ ବ୍ୟାଟେରୀ ଗାଡି ରଖନ୍ତୁ, ସାଇକେଲ ଟିକେ ରଖନ୍ତୁ, ମେଡିସିନ ରଖନ୍ତୁ, ଖାଦ୍ୟ ପଦାର୍ଥ ବର୍ଷ ପାଇଁ ସଞ୍ଚିତ ରଖନ୍ତୁ। ଆଉ କିଛି ଦିନ ପରେ ମାନଙ୍କୁ ତାଙ୍କ ବେକ ସବୁ କାଟିକି ତାଙ୍କୁ